कार ଓ ହାଇୱା ମଧ୍ୟରେ ମୁହାଁମୁହିଁ ଧକ୍କା ଅଳ୍ପକେ ବଞ୍ଚି ଯାଇଛନ୍ତି କାର ଯାତ୍ରୀ। ଧମା ଥାନା ଅନ୍ତର୍ଗତ ସାହାସପୁର ଖୁସି ହୋଟେଲ ନିକଟ ବୁଲାଣୀରେ କାର ଓ ହାଇୱା ମଧ୍ୟରେ ମୁହାଁମୁହିଁ ଧକ୍କାରେ କାର ଚୁରମାର ହୋଇଯାଇଛି। ହେଲେ ସୌଭାଗ୍ୟବଶତଃ ଏଥିରେ କାହାରି ଜୀବନ ହାନି ଘଟି ନାହିଁ। ଓଡିଶୁନ 5H1805 ନମ୍ବର କାରଟି ବଲାଙ୍ଗୀରରୁ ସମ୍ବଲପୁର ଆସୁଥିବା ବେଳେ ଅପରପଟୁ ଆସୁଥିବା ଓଡି 16M0511 ହାଇୱା ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। କାରରେ ଗୋଟିଏ ପରିବାରର 3 ଜଣ ବସିଥିବା ବେଳେ କାରର ବେଲୁନ ଓ ସିଟ୍ ବେଲ୍ଟ ଯୋଗୁଁ କାର ଆରୋହୀମାନେ ସୁରକ୍ଷିତ ଥିବା ଜଣାପଡିଛି। ହେଲେ ପଛ ସିଟ୍ରେ ବସିଥିବା ଜଣେ ମହିଳା ସାମାନ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନା ପଠାଇଥିଲେ।